हेलो फ्रेंड्स ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନ୍ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେଇ ପ୍ଲସ୍ ଥ୍ରୀ ଫାର୍ଷ୍ଟ ସେମିଷ୍ଟାରର EVS କି ଯେଉଁଟାକି କମ୍ପଲସରୀ କ୍ଲାସ୍ ECC ଯେଉଁଟାକି ଆର୍ଟ୍ସ କମର୍ସ ସାଇନ୍ସ ସମସ୍ତଙ୍କର କମ୍ପଲସରୀ ସବଜେକ୍ଟ। ଓକେ, ତ ଦୁଇଟା ଭିଡ଼ିଓରେ ମୁଁ ଆଲୋଚନା କରିଛି 3 ମାର୍କିଆ, ଏଇଟା 3 ନମ୍ବର ଭିଡ଼ିଓ। ଓକେ, ବାୟୁ ଆଇନ 1981ର ମୁଖ୍ୟ ବୈଶିଷ୍ଟ୍ୟ ଦୁଇଟି ଉଲ୍ଲେଖ କର। ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାୟୁ ପ୍ରଦୂଷଣକୁ ପ୍ରତିରୋଧ ଓ ନିୟନ୍ତ୍ରଣ ଓ ହ୍ରାସ କରିବା। ଖରେ ଏହି ଆଇନର ସଫଳ କାର୍ଯ୍ୟକାରିତା ପାଇଁ କେନ୍ଦ୍ର ଓ ରାଜ୍ୟ ପ୍ରଦୂଷଣ ବୋର୍ଡ ପ୍ରତିଷ୍ଠା କରାଯିବ। 16 ନମ୍ବର, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ କ'ଣ? କେନ୍ଦ୍ର ସରକାରଙ୍କ ଉପଦେଷ୍ଟା ଭାବେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ପ୍ରତିଷ୍ଠିତ। ଏହି ପରିଷଦ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥାଏ। ପରିଷଦର ଜଣେ ସ୍ଥାୟୀ ଚେୟାରମ୍ୟାନ୍ ନିଯୁକ୍ତ ହୋଇଥାନ୍ତି। ଚେୟାରମ୍ୟାନ୍ ପରିବେଶ ବିଜ୍ଞାନରେ ବିଶେଷଜ୍ଞ ହୋଇଥିବା ଆବଶ୍ୟକ। ସ୍ଥାୟୀ ସେକ୍ରେଟାରୀ ଜଣେ ଜନସ୍ୱାସ୍ଥ୍ୟ ଇଞ୍ଜିନିୟର ହୋଇଥିବା ଆବଶ୍ୟକ। କେନ୍ଦ୍ରୀୟ ପରିବେଶ ପରିଷଦରେ ସର୍ବାଧିକ 5 ଜଣ କେନ୍ଦ୍ରୀୟ ସରକାରୀ କର୍ମଚାରୀ ହୋଇଥିବେ। ସର୍ବାଧିକ 3 ଜଣ ବିଭିନ୍ନ ଶିଳ୍ପ, କାରଖାନା, କୃଷି, ବାଣିଜ୍ୟ ଆଦି ସଂସ୍ଥାର ପ୍ରତିନିଧି ହୋଇଥିବେ। ସର୍ବାଧିକ 5 ଜଣ ବିଭିନ୍ନ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ସଦସ୍ୟ ହୋଇଥିବେ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କମ୍ପାନୀ କିମ୍ବା ନିଗମର 2 ଜଣ ପ୍ରତିନିଧି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ସଭ୍ୟଭୁକ୍ତ ହୋଇଥିବେ। ପରିବେଶ ସୁରକ୍ଷା ଆଇନ 1986। କେନ୍ଦ୍ର ସରକାର ପରିବେଶ ସୁରକ୍ଷା ପାଇଁ କେତେକ ନିର୍ଦ୍ଦିଷ୍ଟ ଆଇନ ପ୍ରଣୟନ କରିଛନ୍ତି। ଏହି ଆଇନଗୁଡ଼ିକ ପରିବେଶ ସମସ୍ୟା ସମାଧାନ କରିବାରେ ସକ୍ଷମ ହୋଇ ଯଥା ସମୟରେ ଉଚିତ ପଦକ୍ଷେପ ନେବା ପାଇଁ ସକ୍ଷମ ହୋଇଛି। ଆଇନଗୁଡ଼ିକ ହେଉଛି ଜଳ ନିବାରଣ ଓ ସୁରକ୍ଷା ଆଇନ 1974, ଖ ବାୟୁ ନିବାରଣ ଓ ସୁରକ୍ଷା ଆଇନ 1981, ଗ ପରିବେଶ ସୁରକ୍ଷା ଆଇନ 1986, ଭାରତୀୟ ଜଙ୍ଗଲ ସୁରକ୍ଷା ଆଇନ 1927, ଯାନବାହନ ପରିଚାଳନା ଆଇନ 1988, ବନ୍ୟଜନ୍ତୁ ସଂରକ୍ଷଣ ଆଇନ 1927। ପରିବେଶ ସୁରକ୍ଷା ଆଇନ କହିଲେ ବାୟୁ, ଜଳ ଏବଂ ନିର୍ମାଣଙ୍କ ମଧ୍ୟରେ ସମ୍ପର୍କକୁ ବୁଝାଏ। ପରିବେଶ ପ୍ରଦୂଷଣର ଅର୍ଥ କଠିନ, ତରଳ ଏବଂ ଗ୍ୟାସୀୟ ପଦାର୍ଥ ଏଭଳି ପରିମାଣରେ ରହିଥାଏ ଯାହା ପରିବେଶ ବିଶେଷ କ୍ଷତି ସାଧନ କରିଥାଏ। ଯେଉଁ ପଦାର୍ଥଗୁଡ଼ିକର ରାସାୟନିକ ଏବଂ ଭୌତିକ ପ୍ରକୃତି ଏଭଳି ହୋଇଥାଏ ଯାହା ମନୁଷ୍ୟ ଓ ଅନ୍ୟାନ୍ୟ ପ୍ରାଣୀଙ୍କ ଅଣୁଜୀବମାନଙ୍କ କ୍ଷତି ସାଧନ କରେ, ସେଗୁଡ଼ିକ କ୍ଷତିକାରକ ପଦାର୍ଥ କୁହାଯାଏ। 1984 ମସିହାରେ ଭୋପାଳରେ ଯେଉଁ ଗ୍ୟାସ ବିସ୍ଫୋରଣ ଜନିତ ଦୁଃଖଦାୟକ ଘଟଣା ଘଟିଲା, ତାହାକୁ ଦୃଷ୍ଟିରେ ରଖି 1986 ଲୋକସଭାରେ ପରିବେଶ ସୁରକ୍ଷା ଆଇନ ପ୍ରଣୟନ ହେଲା। ଏହି ଆଇନ ଅନୁସାରେ କେନ୍ଦ୍ର ସରକାରଙ୍କ କେତେଗୁଡ଼ିଏ କ୍ଷମତାର ଅଧିକାରୀ ହେଲେ। ଏହି ଆଇନର ନିର୍ଦ୍ଦେଶନାମାଗୁଡ଼ିକ ହେଲା ବାହ୍ୟବସ୍ତୁ ନିଷ୍କାସନ ଆଇନ 1998 ଅନୁସାରେ କ୍ଷତିକାରକ ବାହ୍ୟବସ୍ତୁ ତ୍ୟାଗ କରିବା ଉପରେ ନିୟନ୍ତ୍ରକ ଜାରି କରାଯାଇଛି। କ୍ଷତିକାରକ ରାସାୟନିକ ପଦାର୍ଥର ଉତ୍ପାଦକର ରକ୍ଷଣ ଏବଂ ଆମଦାନୀ ଆଇନ 1998 ସୃଷ୍ଟି ହୋଇଛି। କ୍ଷତିକାରକ ଅଣୁଜୀବଗୁଡ଼ିକର ଉତ୍ପାଦନ, ବ୍ୟବହାର, ଆମଦାନୀ ଓ ରପ୍ତାନି ପାଇଁ 1998ରେ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ରାସାୟନିକ ଦୁର୍ଘଟଣା ଆଇନ 1996 ଅନୁସାରେ ରାସାୟନିକ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। କେତେଗୁଡ଼ିଏ ଯୋଜନା ପାଇଁ କେନ୍ଦ୍ର ସରକାରଙ୍କର ଅନୁମୋଦନ ବାଧ୍ୟତାମୂଳକ କରାଯାଇଛି। ପବ୍ଲିକ୍ ହାବିଟ୍ ଇନ୍ସୁରାନ୍ସ ଆକ୍ଟ 1991 ଅନୁସାରେ ଶିଳ୍ପ କାରଖାନାରେ ସଂଘଟିତ ଦୁର୍ଘଟଣା ଯୋଗୁଁ ଯେଉଁମାନେ କ୍ଷତିଗ୍ରସ୍ତ ହୁଅନ୍ତି ସେମାନଙ୍କ ପାଇଁ ସାହାଯ୍ୟ ଓ ସୁରକ୍ଷା ଅନ୍ତର୍ଭୁକ୍ତ। ବନ୍ୟଜନ୍ତୁ ସଂରକ୍ଷଣ ଆଇନ 1972 କ'ଣ? 1972 ମସିହାରେ ପ୍ରଥମେ ଆମ ଦେଶରେ ବନ୍ୟଜନ୍ତୁ ଓ ପଶୁପକ୍ଷୀ ସୁରକ୍ଷା ପାଇଁ ଏକ ଆଇନ ପ୍ରଣୀତ ହେଲା।
ଏହି ଆଇନ ପରେ 1982 ଓ 1987ରେ ପୁନର୍ବାର ଉଦ୍ଜୀବିତ କରାଗଲା। ଏହି ଆଇନ ଅନୁସାରେ ବନ୍ୟଜନ୍ତୁଗୁଡ଼ିକୁ କେହି ଗୃହପାଳିତ କରି ରଖିପାରିବେ ନାହିଁ ଓ ବନ୍ୟଜନ୍ତୁ ଶିକାର କରିପାରିବେ ନାହିଁ। ଏହା ଏକ ଦଣ୍ଡନୀୟ ଅପରାଧ। ସେହିପରି ବନ୍ୟଜନ୍ତୁଙ୍କ ମାଂସ କୌଣସି ହୋଟେଲରେ ଖାଦ୍ୟ ଭାବେ ପରିବେଷଣ କରାଯାଇପାରିବ ନାହିଁ। ସେହିପରି ମଧ୍ୟ ବନ୍ୟଜନ୍ତୁ ଆମଦାନୀ ଓ ରପ୍ତାନି ଏକ ଗର୍ହିତ ଅପରାଧ। 1986 ମସିହାରେ ଏହି ଆଇନକୁ ସଂଶୋଧିତ କରାଯାଇ କେତେକ ଶ୍ରେଣୀର ଜୀବ ଓ ମୁକ୍ତ ବା ଜୀବନ୍ତ କିଣାବିକା କରାଯାଇପାରିବ ନାହିଁ। ଏହି ଆଇନ କଠୋର ଭାବେ ପାଳନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରରେ ଏକ ପରାମର୍ଶଦାତା ବୋର୍ଡ ଗଠନ କରାଯାଇଛି। ଏହି ବୋର୍ଡରେ କାର୍ଯ୍ୟ ପରିସର ହେଉଛି କୌଣସି ଅଞ୍ଚଳକୁ ଚିଡ଼ିଆଖାନା ବା ଜାତୀୟ ଉଦ୍ୟାନ ହିସାବରେ ପରିଣତ କରିବା ପାଇଁ ପରାମର୍ଶ ଦେବ। ବନ୍ୟଜନ୍ତୁ ଏକ ନିର୍ଦ୍ଦିଷ୍ଟ ଉଦ୍ଭିଦର ସୁରକ୍ଷା ପାଇଁ ନୀତି ଏହି ବୋର୍ଡରେ ଗଠିତ କରିବ। ରାଜ୍ୟ ସରକାର ଏହି ସଂକ୍ରାନ୍ତରେ ଯେ କୌଣସି ପରାମର୍ଶ ବୋର୍ଡ ତାହା ଯୋଗାଇ ଦେବ। ରାଜ୍ୟର ମୁଖ୍ୟ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଜାତୀୟ ଉଦ୍ୟାନ, ଚିଡ଼ିଆଖାନା ଇତ୍ୟାଦି କର୍ମଚାରୀଙ୍କ ପାଇଁ କି ନିୟମ ଲାଗୁ ହେବ, ତାହା ବୋର୍ଡ ସ୍ଥିର କରିବ। 1974 ମସିହାରେ ଓଡ଼ିଶାରେ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଏକ ଆଇନ ପ୍ରଣୀତ ହୋଇଥିଲା। 1975ରେ ସରକାର ଏହି ଆଇନକୁ ବିଜ୍ଞାପନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ। 1972 ଜଙ୍ଗଲ ଆଇନ ଅନୁସାରେ ଘରୋଇ ଜଙ୍ଗଲକୁ ସରକାର ନିଜ ହାତରେ ନେଇପାରିବେ। ଓଡ଼ିଶାରେ ଭିତରକନିକା, କେନ୍ଦ୍ରାପଡ଼ା, ନନ୍ଦନକାନନ, ଭୁବନେଶ୍ୱର, ଚିଲିକା ହ୍ରଦ, ପୁରୀ ଜିଲ୍ଲା, ସାତକୋଶିଆ ଗଣ୍ଡ, ଅନୁଗୁଳ ଜିଲ୍ଲା, ଊର୍ଷାକୋଠି, ସମ୍ବଲପୁର ଜିଲ୍ଲା। 19 ଜଳ ପ୍ରଦୂଷକ ଗୁଡ଼ିକର ଉତ୍ସ ସମ୍ପର୍କରେ ଆଲୋଚନା କର। କ. ନାଳ ନର୍ଦ୍ଦମା। ଘରୋଇ ବ୍ୟବହୃତ ଅପରିଷ୍କାର ଜଳ ନାଳ ନର୍ଦ୍ଦମା ସୃଷ୍ଟି କରିଥାଏ। ଛିଣ୍ଡା କାଗଜ, କନା, ପଚାସଢ଼ା ପନିପରିବା, ଅଳିଆ ଆବର୍ଜନା ଆଦି ନାଳରେ ଯାଇ ନର୍ଦ୍ଦମା ସୃଷ୍ଟି କରେ। ଏହି ନର୍ଦ୍ଦମା ଜଳରେ ମିଶି ଜଳକୁ ପ୍ରଦୂଷିତ କରିଥାଏ। କୃଷି ଓ ରାସାୟନିକ ପ୍ରଦୂଷକ। ଅବ୍ୟବହୃତ ଭାବରେ ମୃତ୍ତିକା ମଧ୍ୟରେ ସଞ୍ଚିତ ହୋଇ ରହିଥିବା ରାସାୟନିକ ସାର ଓ କୀଟନାଶକ ଦ୍ରବ୍ୟ ଆଦି କୃଷି ରାସାୟନିକ ପଦାର୍ଥ ବର୍ଷା ଜଳ କିମ୍ବା ଜଳସ୍ରୋତ ଦ୍ୱାରା ପ୍ରବାହିତ ହୋଇ ପୁଷ୍କରିଣୀ, ନଦୀ, ହ୍ରଦ, ସମୁଦ୍ର ଆଦି ସହ ମିଶି ଜଳ ପ୍ରଦୂଷଣ ଘଟାଇଥାନ୍ତି। ଏଇଠି ଭିଡ଼ିଓଟି ସରିଯାଇଛି। ଓକେ ପିଲାମାନେ, ମୋ ଦେହ ଭଲ ନାହିଁ, ସେଥିପାଇଁ ଟିକେ କ୍ଲିଅର ମୋର ହଉନି। ଯଦି କିଛି ଭୁଲ ଥାଏ ତାହେଲେ କ୍ଷମା କରିଦେବ। ଓକେ, ଜୟ ଜଗନ୍ନାଥ।